ଶିଆଳିମାଳର ଚାଷୀମାନଙ୍କ ଠାରୁ ସରଦାର ବୋଲି ଜଣେ ଅବିନାଶ ସରଦାର ବୋଲି ଜଣେ ବ୍ୟକ୍ତି ଗୋଟେ ଦଲାଲ ସେ ଲୋକମାନଙ୍କ ଠାରୁ ଧାନ ନେଇଛନ୍ତି 53 ଜଣ ଲୋକଙ୍କ ଠାରୁ ଆଜି ପର୍ଯ୍ୟନ୍ତ ସେ ପଇସା ଦେଉନାହାନ୍ତି। ରାଶି ଏବଂ ଧାନ ପଇସା ସେ ଫେରସ୍ତ କରୁନାହାନ୍ତି। ସେ ଆନ୍ଧ୍ରରେ ଚାଲାଣ କରିଛନ୍ତି। ତାଙ୍କେ କୁଆଡେ ଟ୍ରାକ୍ଟର ସମସ୍ତେ ଗାଡି ଘୋଡା କିଣି ତାଙ୍କର ପଇସା ଫେରସ୍ତ କରୁନାହାନ୍ତି। ଯାହାଫଳରେ ଥାନାର ଦ୍ୱାରସ୍ଥ ହେଇଛନ୍ତି। ଆଜି ଏସ୍ପି ପାଖରେ ମଧ୍ୟ ଯାଇଥିଲୁ, ଜିଲ୍ଲାପାଳଙ୍କର ମଧ୍ୟ ଦ୍ୱାରସ୍ଥ ହେଇଛନ୍ତି। ଏ ଚାଷୀମାନେ କେମିତି ପଇସା ପାଇବେ ତାର ସରକାର ବନ୍ଦୋବସ୍ତ କରନ୍ତୁ। ଜିଲ୍ଲା ପ୍ରଶାସନ ଟିକେ ପଦକ୍ଷେପ ନେଉ। ନିଶ୍ଚିତ ଭାବରେ ନ ପାଇଲେ ସେ ନିଶ୍ଚିତ ଭାବରେ ତାଙ୍କର ମେରୁଦଣ୍ଡ ଭାଙ୍ଗି ପଡେ। ରାଶି ଏବଂ ଧାନ ଏବଂ ରାଶିରୁ ମିଶିବ 63 ଜଣ ଲୋକ ଆଉ 61 ଲକ୍ଷ ହାରା ନହେବ ନିଶ୍ଚିତ କେସ୍ ଜୁଡିସିଆଲ ଇନକ୍ୱାରି କରାଯିବ। ଆଇଏସ୍ ଇନକ୍ୱାରି କରନ୍ତୁ, ପ୍ରଶାସନ ଗୋଟେ କମିଟି ବସାନ୍ତୁ। ଆଜ୍ଞା ଏତେ 53 ଜଣ ଲୋକ ସେମାନେ ଆମେ କେସ୍ କରିବୁ, କୋର୍ଟରେ ମଧ୍ୟ କେସ୍ କରିବୁ। ଆଇନର ରାସ୍ତା ଅନେକ ଅଲଗା। କଣ କହୁଛି କଣ ସେ ବର୍ତ୍ତମାନ ଏବେ କିଛି ସମୟ ପରେ ମିଡିଆ ଭାଇ ମାନେ ଫୋନ କରିଥିଲେ, ଜଣା ପଡୁଛି ଯେ ଫୋନ ବାରମ୍ବାର କରୁଛନ୍ତି। କହୁନାହାନ୍ତି ଆମେ ନିଶ୍ଚିତ ଭାବରେ ସେ ପଇସା ଦେବ ବୋଲି ପଇସା ଦେଉନାହିଁ, ତାମାନେ ସେ ନିଶ୍ଚିତ ନେଇଛି। ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାରୁ ସେ ଫୋନ କାହିଁ କରୁଛନ୍ତି, ରେକର୍ଡିଂ ମଧ୍ୟ ହେଇଛି। ଆମେ କଲେକ୍ଟର ଅଫିସ କଣ ପାଇଁ ଆମର ଶିଆଳିମାଳ ଗାଁର ଧାନ ଜଣେ ଭଙ୍ଗାଳି ବିନାଶ ସରଦାର ନେଇଛନ୍ତି। ଏବେ ଯାଏ ପଇସା ଦେଇନାହାନ୍ତି। ଥାନାରେ ବି ଯାଇ ଆମେ କେସ୍ କଲୁ, 2-3 ଥର କେସ୍ କଲୁ। ଏବେ ଯାଇ କିଛି ନ୍ୟାୟ ମିଳୁନାହିଁ। ଆମକୁ ପଇସା ଦରକାର ଆଉ ନ୍ୟାୟ। ଆମେ ଶିଆଳିମାଳ ଗ୍ରାମରେ ଆସିଥିଲୁ ଯେ ଗତ ବର୍ଷ ଧାନ ଚାଷର ପଇସା ଏପର୍ଯ୍ୟନ୍ତ ଜଣେ ବେପାରୀ ଧାନ ନେଇଯାଇଛି, ଆଜି ପର୍ଯ୍ୟନ୍ତ ପଇସା ଦେଇନାହିଁ। କଣ କହୁଛି ସେ ପଇସା ମାଗିଲେ ଫୋନ କଲେ କହୁଛି ଆଜି ଦେବି କାଲି ଦେବି ଏମିତି କହିକିରି ଏବେ ତ ବହୁତ ଦିନ ହେଇଗଲାଣି, ତେଣୁକରି ଏବେ ଫୋନ ତ ରିସିଭ୍ କରୁନାହିଁ ଟୋଟାଲ। କେତେ ଟଙ୍କା ପାଇବ? 53 ଜଣଙ୍କର ପଇସା 61 ଲକ୍ଷ କେତେ ହଉଛି। ମଣ୍ଡିରେ ଧାନ ନନ୍ତି ତାକୁ ଖାଇଦେଲେ। ଦେଖନ୍ତୁ ଆଜ୍ଞା, ମଣ୍ଡିରେ ଆମର ଯେତିକି ଟାର୍ଗେଟ ଯେତିକି ଟାର୍ଗେଟ ଆସିଥିଲା ସେ ଧାନ ଆମେ ଦେଇ ସାରିଲୁ। ଦେଲା ପରେ ବି ଧାନ ବଳକା ହେଇଥିଲା, ସେ ଧାନ ତ ଆଉ ବିକାର ଅଛି ନା, ସେ ଧାନକୁ ଆମେ ସେ ବେପାରୀକୁ ଦେଇଥିଲୁ। ବେପାରୀକୁ ଦେଇକି ପଶିଗଲୁ। କଣ ଚାଷ ଆମକୁ ଆଜ୍ଞା ପଇସା ଦରକାର।